ବନ ବିଭାଗର ଅନୁମତି ଅଭାବରୁ ପୁରୁଣାପଡ଼ି ଓ ଗୁରୁଜାଙ୍ଗ ରାସ୍ତାର କାମ ବନ୍ଦ। 3 ପଞ୍ଚାୟତରେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ NH49କୁ ସଂଯୋଗ କରୁଥିବା ପୁରୁଣାପାଣି ଦେଇ ଝରକଣ୍ଡଳ ଓ ଗୁରୁଜାଙ୍ଗ ପର୍ଯ୍ୟନ୍ତ ହୋଇଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ବନ ବିଭାଗ ବନ୍ଦ କରିଦେଇଛି। ଫଳରେ ଝରକଣ୍ଡଳ, ଗୁରୁଜାଙ୍ଗ ଓ ଝାରମୁଣ୍ଡା ପଞ୍ଚାୟତର ହଜାର ହଜାର ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆଡ଼ି ମାଝି, ମୁଁ ଜଣେ ସିନିୟର ସିଟିଜେନ୍। ଝରାକଣ୍ଡଳ ମୋର ଗାଁ। এই ଝରାକଣ୍ଡଳରୁ ଆମର ପୁରୁନାପାଣିରୁ ଇଏ ଗୁରୁଜାଙ୍ଗ ପର୍ଯ୍ୟନ୍ତ ଆମର ଆଜ୍ଞା ଏଟା ପ୍ରଧାନମନ୍ତ୍ରୀ ରୋଡ଼ ଥିଲା। ବହୁତ ଆରାମରେ ଆମେ ପିଚୁ ରୋଡ଼ ଇଏରେ ଚାଲିଥିଲୁ। ଆଜିକୁ 5 ମାସ ହେଲାଣି ଆଜ୍ଞା RNB ବାଲା ଆମେ ଷ୍ଟେଟ୍ ପ୍ଲାନ୍ ନେଇକିରି ଏଟା କାମ କରିବୁ ବୋଲିକିରି ଷ୍ଟେଣ୍ଡର ଆଣିକିରି ସେମାନେ ଆଜ୍ଞା କାମ ଷ୍ଟାର୍ଟ କଲେ। ଯଦି କଲେ ରାସ୍ତାର ଯେତେ ପୋଲ କଲଭେଟ ସବୁ ଭାଙ୍ଗିଦେଲେ, ତାପରେ ରାସ୍ତାର ଉପର ପିଚୁ ସବୁ ହଟେଇ ଦେଲେ। ତାପରେ ପିଚୁ ପଡ଼ବା ସମୟକୁ ওয়ার্ড ଥିଲେ ସେ DFO ରେଞ୍ଜର ଯେ ଆସିକି କହିଲେ ଆମର ଏଟା ଫରେଷ୍ଟ ଲ୍ୟାଣ୍ଡ ଅଛି, ଆଉ ଏଟା ରୋଡ଼ ହେଇପାରିବନି, ତୁମର ଗାଡ଼ି ସିଜ୍ ହେବ ଇଏ ହେବ ବୋଲିକିରି ତାଙ୍କୁ ଡରେଇ ଧପେଇ ଦେଲେ। ସେ ଠିକାଦାର ଆଜ୍ଞା ଦୁନିଆ ଗାଡ଼ି ଏଠି ଜମା କରିକିରି ସବୁ ରଖିଥିଲା। ଗାଡ଼ି ମୋଟର ଆଜ୍ଞା କାନ୍ଦି କୁନ୍ଦାକିରି ସେ ଧରିକିରି ପଳେଇଲା। ତାର ଦୁନିଆ ଲସ୍ ହେଇଥିବ, କେଡ଼ା ହେଇଥିବ ସେଟା ସିଏ ଜାଣେ। କିନ୍ତୁ ରୋଡ଼ କାମ ସେଇଦିନ ଟୋଟାଲି ବନ୍ଦ ହେଇକିରି ଅଛି। ଆଉ ଫରେଷ୍ଟ ବାଲା ତାଙ୍କର ଏଠି ତ ଗଛ ଗୋଟେ ଆଜ୍ଞା କଟୁ ନାହିଁ। ଆମର ତ ପ୍ରଧାନମନ୍ତ୍ରୀ ରୋଡ଼ 25 ବର୍ଷ ହିଁ ଥିଲା। ପ୍ରଧାନମନ୍ତ୍ରୀ ରୋଡ଼ଟାକୁ RNB ତାର ପ୍ଲାନ୍ କରିକିରି ସେ ଆଉ ଟିକେ ଜଷ୍ଟ ୱାଇଡ୍ କରୁଥିଲା। ହେଲେ ଖୁଡ଼ି ଦେଲା ପରେ ଫରେଷ୍ଟ ବାଲା କାହିଁକି ଆଗରୁ ଆସିକିରି ସେମାନେ ସେଟାକୁ ବ୍ରେକ୍ ମାରି ପାରିଥାନ୍ତେ, କିନ୍ତୁ ପିଚୁଟା ପୁରା ହଟେଇ ଦେଲେ। ଖାଲି ଗେଟି ମେଟାଲ ହେଇକିରି ବର୍ତ୍ତମାନ ଆମ ଅଞ୍ଚଳବାସୀ ଆମର ଏଟା ଆଜ୍ଞା ସମ୍ପୂର୍ଣ୍ଣ ମୌଳିକ ସମସ୍ୟା। 3 ଥର ଏଇ ସମସ୍ୟା ନେଇକିରି ଆମେ କଲେକ୍ଟର ପାସକୁ ଯାଇଛୁ। କଲେକ୍ଟର ସାର୍ ଖାଲି ଚିଠି କରିଦେଉଛନ୍ତି RNBକୁ, ସେତିକିରେ ସେ ରହୁଛନ୍ତି। ପୂର୍ତ୍ତ ବିଭାଗ ଅଧୀନରେ 2025 ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ରାସ୍ତା କାମ 2027 ଜାନୁଆରୀରେ ସାରିବାକୁ ଲକ୍ଷ୍ୟ ରହିଥିଲା। କିନ୍ତୁ ଝରକଣ୍ଡଳ ଅଂଶ ଜଙ୍ଗଲ ଜମିରେ ପଡୁଥିବାରୁ ଫରେଷ୍ଟ ଡାଇଭରସନ ପାଇଁ ବନ ବିଭାଗର ଅନୁମତି ଏପର୍ଯ୍ୟନ୍ତ ମିଳିନାହିଁ। ଝରକଣ୍ଡଳକୁ ବାଦ ଦେଇ ଚାଲିଥିବା ପୁରୁଣାପାଣି ଗୁରୁଜାଙ୍ଗ କାମକୁ ବନ ବିଭାଗ ଗତ 2 ମାସ ହେଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାରୁ ଠିକା ସଂସ୍ଥା କାମ ଛାଡ଼ିଯାଇଛି। ଦେବଗଡ଼ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ କହିବା ଅନୁସାରେ ଡାଇଭରସନ ପାଇଁ ବନ ବିଭାଗ ଅନୁମତି ନ ମିଳିବାରୁ କାମ ଏବେ ଯାଏ ଅଟକି ପଡ଼ିଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ। ତେବେ ଅଧା ପନ୍ତରିଆ ରାସ୍ତାରେ ମେଟାଲ ଗଦା ଯୋଗୁଁ ନିତିଦିନ ଦୁର୍ଘଟଣା ହେଉଥିବା ବେଳେ ଧୂଳି ଉଡ଼ି ପରିବେଶ ପ୍ରଦୂଷିତ ଓ ଗାଁରେ ଲୋକେ ଶ୍ୱାସ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। 4 ମାସ ହେଲା କାମ ଆଗେଇ ନ ପାରିବାରୁ ଜନ ଅସନ୍ତୋଷ ଏବେ ଧୀରେ ଧୀରେ ବଢ଼ିବାକୁ ଲାଗିଛି। ପୂର୍ତ୍ତ ଓ ବନ ବିଭାଗ ମିଳିତ ସମାଧାନ ନ କଲେ ଜନ ଅସନ୍ତୋଷ ଜନ ଆନ୍ଦୋଳନର ରୂପ ନେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ସ୍ଥାନୀୟ ଲୋକେ। ନିବାସୀ ଝରାକଣ୍ଡଳ ପଞ୍ଚାୟତ ଏଠି ଗୋଟେ ପୁରୁଣାପାଣିରୁ ଗୁରୁଜାଙ୍ଗ ପର୍ଯ୍ୟନ୍ତ ଗୋଟେ ରାସ୍ତା ଥିଲା, ଯୋଉଟାକି ପ୍ରଧାନମନ୍ତ୍ରୀ ଆବାହନକାର ମାନେ 1987-88ରୁ ସେ କାର୍ଯ୍ୟ ହେଇଥିଲା। ସେଇଟା ଆସ୍ତେ ଆସ୍ତେ ପ୍ରମୋଟେଡ୍ ହେଇକିରି ଆଜି PMJSR ରୋଡ଼ ହେଇଥିଲା। ସେ ସମୟରେ ତ ଗଭର୍ଣ୍ଣମେଣ୍ଟ ଟେଣ୍ଡର କରିଥିଲା PMJSR ରୋଡ଼ କରବା ଲାଗି। PMJSR ରୋଡ଼ ଥିଲା, ଆମେ ସୁରଖୁରରେ 3ଟା ଗାଁ ଚଳୁଥିଲୁ, ଯୋଉଟାକି 8 କିଲୋମିଟର ରାସ୍ତାକୁ 80 କୋଟି ଟଙ୍କା ଟେଣ୍ଡର ହେଇଛି। ଗୋଟେ ସାମାନ୍ୟ ଗୋଟେ ବ୍ରିଜ୍, ଯେଉଁ ବ୍ରିଜ୍ଟା 20 ଲକ୍ଷ ଟଙ୍କା ହେବାର କଥା, କିନ୍ତୁ ସେଇଟା 40 କୋଟି। ଆଉ ରାସ୍ତାଟା ହେଲା ଯୋଉଟାରେ ମାନେ 40 କୋଟି 80 କୋଟି ଟଙ୍କା ମାନେ କରିକିରି ରାସ୍ତା ହେବା ସତ୍ତ୍ୱେ ମଧ୍ୟ ଫରେଷ୍ଟ ବାଲା ପୁରୁଣାପାଣି ଝରାକଣ୍ଡର 1 କିଲୋମିଟର ରାସ୍ତାରେ ସେ କହୁଛି ଏ ମୋର ଫରେଷ୍ଟ ଏରିଆ ଏବଂ ଏଠି ମୋର ଫରେଷ୍ଟ ଗଛ ଅଛି। ସେଠି କିନ୍ତୁ ଫରେଷ୍ଟ ଗଛ କିଛି ନାହିଁ। 3-4ଟି ୟୁକାଲିପଟସ୍ ଗଛ ଛଡ଼ା ଆଉ କିଛି ନାହିଁ ତା ପାଖରେ। ସେ 4ଟି ଗଛ ସିଏ ଯେତେବେଳକୁ PMJSR ରୋଡ଼ ହେଲା ତାପରେ ସେ ରୁଇ ଦେଇଥିଲା। ଆଉ ବର୍ତ୍ତମାନ ସେଇଟାକୁ ସେ ବାହାନା ଲଗେଇକିରି ସେ ବର୍ତ୍ତମାନ ରାସ୍ତାଟାକୁ ସମ୍ପୂର୍ଣ୍ଣ ରୂପେ କଣ୍ଟ୍ରାକ୍ଟରକୁ ଧମକ ଚମକ ଦେଇକିରି ବନ୍ଦ କରିଛି। ତାର ରିପୋର୍ଟ ନ୍ୟୁଜ୍ 18+।